ଜଙ୍ଗଲର ନୂଆ ରାଜା। ଗୋଟିଏ ବହୁତ ବଡ଼ ଓ ଘଞ୍ଚ ଜଙ୍ଗଲ ଥିଲା। ସେହି ଜଙ୍ଗଲରେ ହାତୀ, ବାଘ, ସିଂହ, ମାଙ୍କଡ଼ ଏବଂ ଅନେକ ପଶୁପକ୍ଷୀ ବହୁତ ଖୁସିରେ ରହୁଥିଲେ। ସେହି ଜଙ୍ଗଲର ରାଜା ଥିଲେ ଜଣେ ବୃଦ୍ଧ ସିଂହ। ବହୁ ବର୍ଷ ଧରି ରାଜୁତି କରିବା ପରେ ସେ ଏବେ ବହୁତ ଦୁର୍ବଳ ହୋଇଯାଇଥିଲେ। ଏକଦା ବୃଦ୍ଧ ସିଂହ ସମସ୍ତ ପଶୁମାନଙ୍କୁ ଏକାଠି କରି କହିଲେ, ମୁଁ ଏବେ ବହୁତ ବୁଢ଼ା ହୋଇଗଲିଣି, ଆଉ ମୋ ଶରୀର ପୂର୍ବ ପରି କାମ କରୁନାହିଁ। ତେଣୁ ମୁଁ ଚାହୁଁଛି ଆପଣମାନଙ୍କ ମଧ୍ୟରୁ ଜଣେ ନୂଆ ରାଜା ହେଉ। ଏହା ଶୁଣି ସମସ୍ତ ପଶୁ ନିଜ ନିଜ ଭିତରେ ଆଲୋଚନା କଲେ। ହାତୀ ଆଗକୁ ଆସି କହିଲା, ମୁଁ ସବୁଠାରୁ ବଡ଼ ଏବଂ ଶକ୍ତିଶାଳୀ, ତେଣୁ ମୁଁ ହିଁ ରାଜା ହେବା ପାଇଁ ଯୋଗ୍ୟ। ମାଙ୍କଡ଼ ଡେଇଁ ଡେଇଁ କହିଲା, ମୁଁ ବହୁତ ଚତୁର ଏବଂ ଚଳଚଞ୍ଚଳ, ରାଜା ହେବା ପାଇଁ ମୋ ପରି ବୁଦ୍ଧିମାନ କେହି ନାହାନ୍ତି। ଯୁବ ସିଂହ ଗର୍ଜନ କରି କହିଲା, ମୁଁ ସବୁଠାରୁ ସାହସୀ, ମୋତେ ଦେଖିଲେ ସମସ୍ତେ ଡରନ୍ତି, ମୁଁ ହିଁ ରାଜା ହେବି। ଏତିକିବେଳେ ଗୋଟିଏ ଛୋଟ ଠେକୁଆ ଧୀର ସ୍ୱରରେ କହିଲା, ଆଜ୍ଞା, ରାଜା ସେଇ ହେବା ଉଚିତ, ଯିଏ ଅନ୍ୟମାନଙ୍କ ଦୁଃଖ ବୁଝିପାରେ ଏବଂ ସମସ୍ତଙ୍କୁ ସାହାଯ୍ୟ କରେ। ଏହା ଶୁଣି ଅନ୍ୟ ପଶୁମାନେ ଠେକୁଆକୁ ଦେଖି ହସିଲେ। କିନ୍ତୁ ବୃଦ୍ଧ ସିଂହ କହିଲେ, ଠିକ୍ ଅଛି, ଆସନ୍ତାକାଲି ମୁଁ ତୁମ ସମସ୍ତଙ୍କର ଏକ ପରୀକ୍ଷା ନେବି। ପରୀକ୍ଷାର ସମୟ। ତା ପରଦିନ ହଠାତ୍ ଆକାଶରୁ ପ୍ରବଳ ବର୍ଷା ହେଲା। ଜଙ୍ଗଲର ନାଳଗୁଡ଼ିକ ପାଣିରେ ଭରିଗଲା। ଅନେକ ଛୋଟ ପଶୁ ଓ ସେମାନଙ୍କ ଛୁଆମାନେ ପାଣି ସୁଅରେ ଭାସିଯିବାକୁ ଲାଗିଲେ। ହାତୀ କେବଳ ନିଜକୁ ବଞ୍ଚାଇବାକୁ ଚେଷ୍ଟା କଲା। ମାଙ୍କଡ଼ ଭୟରେ ଗଛର ସବୁଠାରୁ ଉପର ଡାଳକୁ ଚଢ଼ିଗଲା। ଯୁବ ସିଂହ ପାଣିକୁ ଦେଖି ଦୂରରେ ଛିଡ଼ା ହୋଇ ରହିଲା। କିନ୍ତୁ ସେହି ଛୋଟ ଠେକୁଆ ନିଜ ଜୀବନକୁ ଖାତିର ନକରି ପାଣିକୁ ଡେଇଁ ପଡ଼ିଲା। ସେ ଅନ୍ୟ ପଶୁମାନଙ୍କୁ ସାହାଯ୍ୟ ପାଇଁ ଡାକିଲା ଏବଂ ସମସ୍ତଙ୍କୁ ଏକାଠି କରି ଏକ ଉଚ୍ଚ ସ୍ଥାନକୁ ନେଇଗଲା। ତାର ଚେଷ୍ଟା ଯୋଗୁଁ ଅନେକ ଜୀବନ ବଞ୍ଚିଗଲା। ନୂଆ ରାଜାର ଅଭିଷେକ। ବର୍ଷା ଛାଡ଼ିବା ପରେ ବୃଦ୍ଧ ସିଂହ ସମସ୍ତଙ୍କୁ ପାଖକୁ ଡାକିଲେ। ସେ କହିଲେ, ଆଜି ମୁଁ ଜାଣିଲି ଯେ ପ୍ରକୃତ ରାଜା କିଏ। କେବଳ ଶକ୍ତି କିମ୍ବା ଗର୍ଜନ ଦ୍ୱାରା କେହି ରାଜା ହୁଏ ନାହିଁ। ଯାହା ପାଖରେ ଦୟା, ସହଭାଗିତା ଏବଂ ସେବା ମନୋଭାବ ଥାଏ, ସେହି ପ୍ରକୃତ ନେତା। ସମସ୍ତ ପଶୁ ଏକ ସ୍ୱରରେ କହିଲେ, ଠେକୁଆ ହିଁ ଆମର ପ୍ରକୃତ ରାଜା। ସେହି ଦିନଠାରୁ ସେହି କୁନି ଠେକୁଆ ଜଙ୍ଗଲର ରାଜା ହୋଇ ରହିଲା। ଶିକ୍ଷା, ମୋରାଲ, ସଚ୍ଚା ନେତୃତ୍ୱ ଶକ୍ତି କିମ୍ବା ଭୟରେ ନୁହେଁ, ବରଂ ସେବା ଏବଂ ସହାନୁଭୂତିରେ ଥାଏ।